डियर स्टूडेंट ସବୁବେଳେ ଇମୋସନାଲ ଫୁଲ ହବାକୁ ଚେଷ୍ଟା କରନି ପ୍ରାକ୍ଟିକାଲ କୁଲ ହବାକୁ ଚେଷ୍ଟା କର। ମୁଁ କାହିଁକି କହୁଛି ଜାଣିଛନ୍ତି? ମୋ ପଛଆଡ଼େ କଦଳୀ ଗଛ ଅଛି, ଆପଣମାନେ ଦେଖିପାରୁଥିବେ। ଏ କଦଳୀ ଗଛ ସେତିକି ଦିନ ତକ ରହେ ଯେତିକି ଦିନ ତକ ସେ ଫଳ ନ ଦେଇଛି। ଯେତେବେଳେ ୱାନ୍ସ ଟାଇମ ସେ ଫଳ ଦେଇଦେଲା, ତା ଫଳ କଟା ହେଇଗଲା, ତାପରେ କଦଳୀ ଗଛକୁ ବି କାଟିକି ଫୋପାଡ଼ି ଦିଆଯାଉଛି। କାରଣ ଆମ ମଣିଷ ଜୀବନ ହିଁ ସେମିତି। ଆମେ ଯେତିକି ଦିନ ତକ ଯାହାର କାମରେ ଆସୁଛେ, ସିଏ ଆମକୁ ପଚାରିବ, ଆମର କେୟାର କରିବ, ଆମକୁ ପାଖରେ ରଖିବ। ଯେତେବେଳେ ତାକୁ ଲାଗିଲା କି ଇଏ ଆମ କାମରେ ଆଉ କିଛି ଆସିବନି, ଆ ଦ୍ୱାରା ଆଉ କାମ କିଛି ହେଇପାରିବନି, ତାପରେ ସେମାନେ ଅଳିଆ ଗଦାରେ ଫୋପାଡ଼ିଲା ଭଳିଆ ଫୋପାଡ଼ି ଦେବେ। ସେଥିଲାଗି କେବେ ବି କୌଣସି ଜିନିଷକୁ ନେଇକି କେବେ ବି ୱରିଡ୍ ହୁଅନ୍ତୁନି, ଚିନ୍ତା କରନ୍ତୁନି। କାରଣ ଏଇଟା କେବେ ବି ଭାବିବେନି କି ମୋ ପାଷ୍ଟ ବହୁତ ଭଲ ଥିଲା। ଯୋଉ ଲୋକ ଆଜି ମତେ ଅଣଦେଖା କରୁଛି, ଗୋଟେ ଟାଇମ ଥିଲା ସେ ଲୋକ ମତେ ବହୁତ ପଚାରୁଥିଲା। ଯୋଉ ଜାଗାରେ ଆଜି ମୁଁ ହାରି ଯାଇଛି, ସେ ଜାଗାରେ ମୁଁ ଆଗରୁ ଥରେ ଜିତିଥିଲି। କାହିଁକି ମୁଁ କହୁଛି, ଯେତିକି ଦିନ ତକ ଆମେ ଯାହାର କାମରେ ଆସୁଛେ, ସେଥିଲାଗି ଆମକୁ ନିଜକୁ ଧନ୍ୟବାଦ କର କି ଆମେ ତାହାର କାମରେ ଆସୁଛେ। ଯେତେବେଳେ ଆମେ କାହାର କାମରେ ଆସୁନେ, ତାହେଲେ ବି ନିଜକୁ ଧନ୍ୟବାଦ କର କି ଯାହା ହଉ ମୋ ଦାୟିତ୍ୱ ସରିଲା, ମୋର ଏବେ ଚିନ୍ତା ନାହିଁ, ଏବେ ମୁଁ ରିଲାକ୍ସ କରିବି, ଏବେ ମୁଁ ମୋ ନିଜ ପାଇଁ ଟାଇମ ବିତେଇବି। ବୁଝିହେଲା? ସେଥିଲାଗି କେବେ ବି କୌଣସି ଜିନିଷ ଲାଗି ୱରିଡ୍ ହଅନ୍ତୁନି। କାରଣ ୱରିଡ୍ ହବା ଲାଗି ସମୟ ନାହିଁ ଆମ ପାଖରେ। ଆମ ପାଖରେ ଯେତିକି ସମୟ ଅଛି, ସେତିକି ସମୟରେ ଆମେ ଆମ ନିଜ ଲାଗି କିଛି କରିବାର ଅଛି। ଯଦି କୌଣସି ପ୍ଲାଟଫର୍ମରେ, କୌଣସି ଫିଲ୍ଡରେ ତମେ ହାରି ଯାଉଛ, ତାହେଲେ ତମେ କେବେ ବି ଭାବନି ସେଇଟା ତମର ଶେଷ ଲାଷ୍ଟ ରେସ୍ ଥିଲା। ସବୁବେଳେ ଏଇଟା ଭାବ କି ଏଇ ଜାଗାରୁ ହିଁ ମୋ ଆରମ୍ଭ ହେଲା, ଆଜିଠୁ ହିଁ ମୋର ଆରମ୍ଭ ହେଲା। ଉଠିବା ଲୋକ ଯଦି ପଡୁଛି, ତାହେଲେ ଏଇଟା ଭାବ ସେ ଉଠିଥିଲା ବୋଲି ସେ ପଡିଲା। ଆଉ ସେ କାହିଁକି ପଡିଲା, ସେ ନିହାତି ଜାଣିପାରିବ କି ମୁଁ କଣ ଭୁଲ ଲାଗି ମୁଁ ଆଜି ପଡିଲି। ଆଉ ତଳେ ପଡିବା ଲୋକ ନିହାତି ଦିନେ ନା ଦିନେ ସେ ଉଠିବ, ଆଉ ନିହାତି ଦିନେ ନା ଦିନେ ସେ ତାର ରେସରେ ଦୌଡ଼ିବ। ସେଥିଲାଗି କୌଣସି ଜିନିଷର ଚିନ୍ତା ନ କରିକି ନିଜ ବିଷୟରେ ଚିନ୍ତା କର। ଯିଏ ତମକୁ ସପୋର୍ଟ କରୁଛନ୍ତି ତାଙ୍କ ବିଷୟରେ ଚିନ୍ତା କର। ଦେଖିବ ତମ ଲାଇଫଟା ଇଜି ହେଇଯିବ, ଆଉ ତମକୁ ବଞ୍ଚିବାଟା ଆହୁରି ଖୁସି ଲାଗିବ। ଯଦି ତମ ପାଖରେ ସମୟ ଅଛି, ତାହେଲେ ସେ ସମୟକୁ ସଞ୍ଚୟ କରିବାକୁ ଚେଷ୍ଟା କର। ଆଜି ଯଦି ତମେ ସମୟ ବଞ୍ଚେଇଛ, କାଲି ସେଇ ସମୟ ତମକୁ ବଞ୍ଚେଇବ। ଆଜି ଯଦି ତମେ ସମୟ ନଷ୍ଟ କରିଛ, ସେଇ ସମୟ କାଲି ତମକୁ ନଷ୍ଟ କରିଦବ। ସେଥିଲାଗି ସମୟ ସବୁବେଳେ ବଞ୍ଚେଇବାକୁ ଚେଷ୍ଟା କର। କିଛି ବି ଯଦି କାମ ନାହିଁ ତମ ପାଖରେ, ତାହେଲେ ସେ ଟାଇମରେ ତମେ କିଛି ନୂଆ ଶିଖିପାର, ଯୋଉଟା ତମକୁ ଭଲ ଲାଗୁଛି ସେ ଜିନିଷ ତମେ କରିପାର। ସମୟକୁ ବର୍ବାଦ କରନି। ସମୟ ଯଦି ବର୍ବାଦ କଲ, ନିହାତି ସେଇ ସମୟ କାଲି ତମକୁ ବର୍ବାଦ କରିଦବ। ଇମୋସନାଲ ହବା କିଛି ଖରାପ ନାହିଁ। ବହୁତ ଦୁନିଆରେ ଅଛନ୍ତି ଇମୋସନାଲ ଲୋକ, କିନ୍ତୁ ଇମୋସନାଲ ଫୁଲ ହେଇଯିବାଟା ବହୁତ ହି ଖରାପ ଜିନିଷ। ମୁଁ ବି ଗୋଟେ ଟାଇମରେ ଥିଲି ବହୁତ ଇମୋସନାଲି, ବହୁତ ଆଜି ବି ଅଛି। ସେମିତି ନାଇଁ କି ପୁରା ମୋର ଇମୋସନାଲ ଗାୟବ ହେଇଯାଇଛି। ପୁରା ଇମୋସନାଲ ଗାୟବ ହେଇଗଲେ କଣ ହବ ଜାଣିଛନ୍ତି? ଆପଣ କୌଣସି ଜିନିଷର ଫିଲ୍ ହବନି। କିଏ କାନ୍ଦୁଛି, କିଏ ହସୁଛି, କିଏ କଣ ତା ଲାଇଫରେ କରୁଛି, କିଏ ଆଗକୁ ବଢିଲା, କିଏ ପଛରେ ପଡିଗଲା, କୌଣସି ଜିନିଷର ଆପଣଙ୍କୁ ଅଫସୋସ ହବନି, କୌଣସି ଜିନିଷର ଆପଣଙ୍କୁ ଫିଲ୍ ହବନି ଯଦି ଇମୋସନାଲ ଆପଣଙ୍କ ଭିତରେ ମରିଗଲା। ଇମୋସନାଲ ହବା କିଛି ଖରାପ ନାହିଁ, କିନ୍ତୁ ଇମୋସନାଲ ଫୁଲ ହବା ବହୁତ ହି ଖରାପ ଜିନିଷ, ଯୋଉଟା କି ମୁଁ ଅନୁଭବ କରିଛି। ଯୋଉ ଟାଇମରେ ମୁଁ ବହୁତ ଇମୋସନାଲ ଥିଲି, ମତେ ଜଣେ ଯଦି ପୁରା ରୁଡଲି ବିହେଭ କରିଦେଲା, ମାନେ ଟିକେ ଟାଣରେ କଥା କହିଦେଲା, ତ ମୁଁ କଣ କରେ ନା, ମୁଁ କାନ୍ଦି ପକାଏ। ସାଙ୍ଗେ ସାଙ୍ଗେ ମୋ ଆଖିରୁ ପାଣି ବାହାର ଯେ ସେ ମତେ କାହିଁକି କହିଲା। ଏଇ ଜିନିଷଟା ସବୁ ଇମୋସନାଲ ଥିବା ଲୋକମାନେ ଏଇଟା ଭାବନ୍ତି କି ମତେ ସେ କାହିଁକି କହିଲା, ମୋ ସାଙ୍ଗରେ କାହିଁକି ଏମିତି ହେଲା, ସେ ମୋ ସାଙ୍ଗରେ ଏମିତି ବ୍ୟବହାର କାହିଁକି କଲା। ଯୋଉ ଜିନିଷଟାକୁ ଆମେ ବାରମ୍ବାର, ସେଇ ଜିନିଷଟାକୁ ଆମେ ରିପିଟ କରିଥାଉ ଆମ ମାଇଣ୍ଡରେ କି ମୋ ସାଙ୍ଗରେ ହିଁ କାହିଁକି ହଉଛି। ଯଦି ଦୁଃଖ ଆସୁଛି ତ ମୋ ସାଙ୍ଗରେ ହିଁ କାହିଁକି ଦୁଃଖ ଆସୁଛି, ମତେ ହିଁ ଏତେ ଦୁଃଖ କାହିଁକି ଲାଗୁଛି, ଲୋକ ମୋ ସାଙ୍ଗରେ ହିଁ କାହିଁକି ଏମିତି ବ୍ୟବହାର କରୁଛନ୍ତି, ଏତେ ସବୁ ଖରାପ ମୋ ସାଙ୍ଗରେ ହିଁ କାହିଁକି ହଉଛି। ସବୁବେଳେ ଆମେ ଗୋଟେ ଜିନିଷ ହିଁ ଭାବିଥାଉ, ଆମ ମାଇଣ୍ଡରେ ବାର ବାର ସେଇ ରିପିଟ ଆମେ କରିଥାଉ। ତ ଏଇଟା ଭାବନି, ଦେଖ ଖୁସିରେ ରହିବାର ଚଏସ୍ ହଉଛି ତମର, ଦୁଃଖରେ ରହିବାର ଚଏସ୍ ବି ହଉଛି ତମର। ଯଦି ତମେ ଦୁଃଖଟାକୁ ବାରମ୍ବାର ନିଜ ଭିତରକୁ ଆଣୁଛ, ତାହେଲେ ତମେ ଦୁଃଖୀ ରହିବାଟା ନିଶ୍ଚିନ୍ତ। କିନ୍ତୁ ଦୁଃଖଟାକୁ ଛାଡ, ଖୁସି ଆଣିବାକୁ ଚେଷ୍ଟା କର। ସୁଖ ଦୁଃଖ ଏଇ ଦିଟା ଜିନିଷ ହଉଛି ପରିବର୍ତ୍ତନ, ସେ ଆସିବ ଆଉ ଯିବ। କିନ୍ତୁ କୌଣସି ଜିନିଷକୁ ଯଦି ଧରିକି ଆମେ ବସୁଛେ ଲମ୍ବା ଟାଇମ ତକ, ସେ ଲମ୍ବା ଟାଇମ ତକ ଆମ ସାଙ୍ଗରେ ରହିବ। ଖୁସିକୁ ତମେ ଧରିକି ବସୁଛ, ଖୁସି ରହିବ। ଦୁଃଖକୁ ଧରିକି ବସୁଛ, ଦୁଃଖ ରହିବ। ଯେକୌଣସି କଲେଜ ହଉ, ୟା ଫିର ତମେ ପ୍ରିପାରେସନ କରୁଛ, ଯାହାବି, ତ ତମେ ଯଦି କୌଣସି ଜିନିଷରେ ତମେ
ମନେ ରଖ କୌଣସି ଜିନିଷରେ ତମେ ହାର ମାନନି। ତମେ ଯଦି ଆଜି ହାର ମାନି ଯାଉଛ ନିହାତି କାଲି ତମେ ହାରିକି ବସିଯିବ। ସେଥିଲାଗି ତମେ ଭାବ ଯଦି ମୁଁ ହାରୁଛି ତାହେଲେ କାହିଁକି ହାରୁଛି? କଣ ପାଇଁ ହାରୁଛି? କୋଉଠି ମୋର ଭୁଲ ରହିଗଲା ଯୋଉଥିପାଇଁ ମୁଁ ଆଉ ଟିକେ ଇମ୍ପ୍ରୁଭ କରିପାରିବି। ସବୁବେଳେ ସେଇ ଜିନିଷ ଉପରେ ଫୋକସ କର। ସବୁବେଳେ ସେଇ ଜିନିଷଟାକୁ ଇମ୍ପ୍ରୁଭମେଣ୍ଟ କରିବାକୁ ଚେଷ୍ଟା କର। କେବେ ବି ଏଇଟା ଭାବିକି ବସନି ନାଇଁ ମୁଁ ହାରିଗଲି, ଏଇଠୁ ହିଁ ମୋ ଲାଇଫ ସରିଗଲା, ମୋ ଲାଇଫ ଆଉ ଆଗକୁ ଯାଇପାରିବନି, ମୋର ଫ୍ୟୁଚର ଆଉ ନାହିଁ, ମୋର ପ୍ରେଜେଣ୍ଟରେ ହିଁ ମୋର ଫ୍ୟୁଚର ସରିଗଲା। କାରଣ ପ୍ରେଜେଣ୍ଟରେ ତମକୁ ବଞ୍ଚିବାର ଅଛି, ଆଜିର ଦିନକୁ ତମକୁ ବେଷ୍ଟ ବନେଇବାର ଅଛି। କାଲି ଅପେକ୍ଷା ଆଜିର ଦିନକୁ ତମେ ବେଷ୍ଟ ବନାଅ। ଗତକାଲି ଆମ ସାଙ୍ଗରେ କଣ ହେଇଥିଲା ସେ ଜିନିଷଟାକୁ ନ ଭାବିକି ଆଜିରେ ହିଁ ତମେ ଷ୍ଟାର୍ଟ କର କି ମତେ ଆଜି କଣ କରିବାର ଅଛି ଆଉ ଆସନ୍ତା କାଲି କଣ ହବ ସେ ବିଷୟରେ ବି ଭାବିବା ବନ୍ଦ କର। ତମେ ଯଦି ପ୍ରେଜେଣ୍ଟକୁ ଇମ୍ପୋର୍ଟାଣ୍ଟ ଦଉଛ, ପ୍ରେଜେଣ୍ଟରେ ତମେ ଷ୍ଟ୍ରଗଲ କରୁଛ, ପ୍ରେଜେଣ୍ଟକୁ ତମେ ଷ୍ଟ୍ରଙ୍ଗ ବନଉଛ, ନିହାତି ତମ ଫ୍ୟୁଚର ଷ୍ଟ୍ରଙ୍ଗ ହବ। ସେଟାକୁ କେହି ଅଟକେଇ ପାରିବେନି। ତମେ କେବେ ବି ଭାବନି କି ତମେ ଦୁନିଆର ଗୋଟେ ହିଁ ମଣିଷ ଯାହା ଉପରେ ଏତେ ସାରା ଦୁଃଖ ଆସୁଛି, ଯାହା ଉପରେ ଏତେ ସାରା କଷ୍ଟ ଆସୁଛି, ଯିଏ ସବୁ ଏତେ ସାରା ହାରିକି ଅଛି। ଦୁନିଆରେ ବହୁତ ସାରା ଲୋକ ଅଛନ୍ତି ଯୋଉଟା କି ହାରିକି ଅଛନ୍ତି। ଆମେ ସବୁବେଳେ ଦୁଃଖୀ କାହିଁକି ରହୁଛେ ଜାଣିଛନ୍ତି? କାହିଁକି ନା ଆମେ ସବୁବେଳେ ଆମର ଉପର ଲେଭଲ ଲୋକମାନଙ୍କୁ ଦେଖିକି ଆମେ ଦୁଃଖିତ କି ତା ଲାଇଫରେ କେତେ ଖୁସି ଅଛି, ତା ଲାଇଫରେ କେତେ ଏନ୍ଜୟମେଣ୍ଟ ଅଛି, ତା ଲାଇଫରେ କେତେ ଏଣ୍ଟରଟେନମେଣ୍ଟ ଅଛି, ଯୋଉଟା କି ଆମ ଲାଇଫରେ ନାହିଁ। ଆମ ଲାଇଫ ବୋରିଂ ଅଛି। କିନ୍ତୁ ଭାବ ତମକୁ ଖାଦ୍ୟ ମିଳୁଛି, ବସ୍ତ୍ର ମିଳୁଛି, ରହିବା ଲାଗି ଘର ମିଳୁଛି। ତାଠୁ ଆଉ ବଡ ଅପରଚୁନିଟି କିଛି ଅଛି? ଆଉ କରିବାର ଅଛି ତ କେବଳ ନିଜ ଲାଗି କିଛି କରିବାର ଅଛି ବାସ୍। କିନ୍ତୁ ଏତିକି ବି ବହୁତ ଲୋକଙ୍କର ଭାଗ୍ୟରେ ନଥାଏ। ତମର ତଳ ଲୋକମାନଙ୍କୁ ଯାଇକି ଦେଖିବ, ଏତିକି ବି ସେମାନଙ୍କ ଭାଗ୍ୟରେ ନଥାଏ। 4 ଟାଇମ ଖାଇବା ସେମାନଙ୍କ ଭାଗ୍ୟରେ ନଥାଏ। 2 ଟାଇମ କପଡା ପିନ୍ଧିବା ସେମାନଙ୍କ ଭାଗ୍ୟରେ ନଥାଏ। ରହିବା ଲାଗି ଘର ନଥାଏ। ରାସ୍ତା କଡରେ ତମ୍ବୁ ଟାଣିକି ରହୁଥାନ୍ତି। ବହୁତ ସାରା ଲୋକ ଅଛନ୍ତି ସେମିତି। କିନ୍ତୁ ଆମେ ସବୁବେଳେ କମ୍ପାରିଜନ କାହା ସାଙ୍ଗରେ କରିଥାଉ? ଆମର ଉପରେ ଥିବା ଲୋକମାନଙ୍କ ସାଙ୍ଗରେ। ସେଥିଲାଗି ଆମେ କଷ୍ଟ ପାଇଥାଉ। କାରଣ ଆମେ ସବୁବେଳେ ଆମର ଉପର ଲେଭଲ ଲୋକମାନଙ୍କ ସାଙ୍ଗରେ ସମାନ ହେଇଯିବାକୁ ଚେଷ୍ଟା କରିଥାଉ। ସେଥିଲାଗି ଆମେ କଷ୍ଟ ପାଇଥାଉ। ଆମେ ଯେତିକିରେ ଅଛି ଆମେ ସେତିକିରେ ଖୁସିରେ ରହିବାକୁ କେବେ ବି ଆମେ ଚାହୁଁନେ। ସବୁବେଳେ ଆମର ଉପର ଲେଭଲ ସାଙ୍ଗେ କମ୍ପାରିଜନ ଆମର ହେଇଥାଏ। ଆଉ ତଳ ଲୋକଙ୍କୁ ଆମେ ଅଣଦେଖା କରିଥାଉ। କିନ୍ତୁ ଆମେ ଏଇଟା ଭୁଲି ଯାଉଛେ କି ତଳ ଲୋକଙ୍କଠୁ ବି ଆମେ କାହିଁ କେତେ ଗୁଣରେ ଆମେ ଭଲରେ ଅଛୁ। ଆମକୁ କିଛି କରିବା ପାଇଁ ଆମକୁ ଅପରଚୁନିଟି ମିଳୁଛି, ଆମକୁ ମୌକା ମିଳୁଛି। ତାଠୁ ଆଉ ଖୁସି କିଛି ଅଛି? କାରଣ ବହୁତ ଲୋକ ଅଛନ୍ତି ତାଙ୍କୁ ସେଇ ମୌକା ବି ମିଳୁନି କି ତାଙ୍କ ଲାଗି ସେମାନେ କିଛି କରିପାରିବେ। ଯାହା ବି କରୁଛନ୍ତି କେବଳ ତାଙ୍କର ଛୁଆ ମାନଙ୍କ ଲାଗି, କେବଳ ତାଙ୍କର ପରିବାର ଲାଗି। କିନ୍ତୁ ତମକୁ ଯଦି ମୌକା ମିଳିଛି ସେଇ ମୌକା କେବେ ବି ହାତ ଛାଡ କରନ୍ତୁନି। କେବେ ବି କୌଣସି ଜିନିଷର ଚିନ୍ତା କରିଦ ଆଜିର ଟାଇମରେ ହିଁ ତମେ ବଞ୍ଚିବାକୁ ଚେଷ୍ଟା କର। ଆଜିର ଦିନରେ ହିଁ ତମେ ବଞ୍ଚିବାକୁ ଚେଷ୍ଟା କର। ତମେ ଯାହା କରିବାକୁ ଚାହୁଁଛ ଆଜି ହିଁ କର। ତମକୁ ଭଲ ଖାଇବାକୁ ଇଚ୍ଛା ହଉଛି ତାହେଲେ ଆଜି ଖାଅ। କାଲି ଲାଗି ସେ ଟାଇମ ବିତାଅନି କି କାଲି ମୁଁ ଖାଇବି। ଆଜି ତମକୁ କିଛି ଲେଖିବାକୁ ଇଚ୍ଛା ହଉଛି ଆଜି ହିଁ ଲେଖିଦିଅ। ସେଇ ଲେଖାଟା କାଲି ତକ ରଖନି। ଆଜି କାହା ସାଙ୍ଗେ ତମକୁ କଥା ଲାଗିବାକୁ ଇଚ୍ଛା ହଉଛି ଆଜି ହିଁ କଥା ଲାଗ। ସେଇ ଜିନିଷଟା କାଲିକୁ କେବେ ବି ରଖ ନାହିଁ ଥାଉ ମୁଁ କାଲି କଥା ହେବି। ଆଜି ଇଚ୍ଛା ହେଇଛି, ଆଜି ମନେ ପଡିଛି, ତ ଇମିଡିଏଟଲି ତମେ ସେଇ କାମଟାକୁ ଶେଷ କର। ତାହେଲେ ଦେଖିବ ତମ ଲାଇଫ ଇଜି ହେଇଯିବ ଆଉ ତମ ପାଖରେ ବହୁତ ସାରା ଟାଇମ ହେଇଯିବ। ଆମେ କଣ କରୁନା ଯେତେବେଳେ ଆମକୁ ପୁରା ଫ୍ରି ଟାଇମ ମିଳେ ଆମେ ବଳକା ରଖିଥିବା ଛୋଟ ଛୋଟ ଜିନିଷକୁ ଆମେ ସେଇ ଟାଇମରେ ସାରିବାକୁ ଚେଷ୍ଟା କରୁ। ତ ସେଇ ଫ୍ରି ଟାଇମ ଟା ଆମର ଡିଫିକଲ୍ଟ ଟାଇମରେ ପରିଣତ ହେଇଯାଏ, ବିଜି ଟାଇମରେ ପରିଣତ ହେଇଯାଏ। ଆମକୁ କେବେ ଫ୍ରି ଟାଇମ ସେମିତି ମିଳେନି। ଧରିନିଅ ଆମକୁ ଯଦି କାହା ସାଙ୍ଗେ କଥା ଲାଗିବାର ଅଛି ଆମେ କଣ କରୁ? ଯେତେବେଳେ ଫ୍ରି ଟାଇମ ମିଳିବ ଆମେ କଥା ହେଇଯିବା। କିନ୍ତୁ ସେ ଫ୍ରି ଟାଇମ କେବେ ଆସିବନି। କାରଣ ତମେ ଯଦି ଏବେ କଥା ଲାଗିଦବ ଆଉ ଯୋଉ ଟାଇମରେ ତମ ଫ୍ରି ଟାଇମ ମିଳିଲା ସେଇ ଟାଇମରେ ତମେ ତମ ନିଜକୁ ଟାଇମ ଦବ। ଆଜିର ଭିଡିଓକୁ ମୁଁ ଏଇଠି ରଖୁଛି। ମୁଁ ଆଶା କରୁଛି ମୁଁ ଯାହା ବି କହିଲି ନିହାତି ଆପଣ ସେଇ ଜିନିଷ ପାଳନ କରିବେ। ଆଉ ନିହାତି ଆପଣଙ୍କ ଲକ୍ଷ୍ୟସ୍ଥଳରେ ଆପଣ ପହଞ୍ଚି ପାରିବେ। କୌଣସି ଜିନିଷର ୱରିଡ ନେବେନି। କୌଣସି ଜିନିଷର ଚିନ୍ତା କରିବେନି। କାରଣ ସମୟ ବହୁତ ହି କମ ଅଛି ଆମ ପାଖରେ। ସେଇ ସମୟକୁ କେବେ ବି ବର୍ବାଦ କରନ୍ତୁନି। ଆଜି ସମୟ ବର୍ବାଦ ଯଦି କରିଦଉଛନ୍ତି କାଲି ନିହାତି ସମୟ ଆପଣଙ୍କୁ ବର୍ବାଦ କରିଦବ। ମୁଁ ଆଶା କରୁଛି ଯାହା ବି କହିଲି ନିହାତି ଆପଣ ବୁଝି ଯାଇଥିବେ। ରହୁଛି। ନମସ୍କାର। ରାଧେ ରାଧେ।